ଗାଁ ମୁଣ୍ଡ ତୋଟାରେ ହେଉ କି ଠାକୁର ପୀଠରେ ଯେତେବେଳେ ମୃଦଙ୍ଗର ତାଳ ବାଜେ ଆଉ ଗାୟକ ହାତରେ ଚାମର ପବନରେ ଲହଡ଼ି ଭାଙ୍ଗେ, ସେତେବେଳେ ବୁଢ଼ାଠୁ ପିଲା ସଭିଏ ଦୌଡ଼ି ଆସନ୍ତି। କାରଣ ଏଇ ତ ଆମ ଓଡ଼ିଶାର ପ୍ରାଣ ପାଲା। ଲୋକେ କହନ୍ତି ପାଲାରେ କ'ଣ ଅଛି, ହେଲେ ପାଲାର ଆକର୍ଷଣ ଯିଏ ନ ଦେଖିଛି ସିଏ ଓଡ଼ିଆ ସାହିତ୍ୟର ପ୍ରକୃତ ସ୍ୱାଦ ଚାଖିପାରେନି। ଯେତେବେଳେ ଦୁଇ ଦଳ ଭିତରେ ବାଦପାଲ ଜମେ, ଗୋଟିଏ ଶ୍ଳୋକକୁ ନେଇ ଯେତେବେଳେ ଗାୟକ ଆଉ ବାୟକ ଭିତରେ ତର୍କ ଚାଲେ, କେଉଁଠି ରାମାୟଣ କଥା ତ କେଉଁଠି ମହାଭାରତର ଗୂଢ଼ ରହସ୍ୟ, ଖୁବ୍ ମଜା ଲାଗେ। ଖାଲି ସେତିକି ନୁହେଁ, ବାୟକର ସେହି ମୃଦଙ୍ଗ ଚାପୁଡ଼ା ଆଉ ପାଳିଆଙ୍କର କରତାଳିର ତାଳେ ତାଳେ ଗାୟକ ଯେତେବେଳେ ଝୁମି ଝୁମି ନାଚି ଉଠେ, ଦର୍ଶକଙ୍କ ଦେହରେ ଶିହରଣ ଖେଳିଯାଏ। ପାଲାର ସବୁଠୁ ବଡ଼ ଉପକାର ହେଉଛି ଆମ ସଂସ୍କାରର ଏକତା। ବାପା ମାଆଙ୍କୁ କେମିତି ସମ୍ମାନ ଦେବା, ସମାଜରେ କେମିତି ମିଳିମିଶି ଚଳିବା, ତା'ର ପୁରାଣ ଉପାଦାନ ଦେଇ ପାଲା ଆମକୁ ଢେର କିଛି ଶିଖାଇଥାଏ। ଯଦି ଏହି ମାଟିର କଥା ଟିକେ ଆପଣଙ୍କ ଛାତିକୁ ଛୁଇଁ ଯାଇଥାଏ, ତେବେ ଭିଡ଼ିଓଟିକୁ ସେୟାର କରି କମେଣ୍ଟରେ ଗୋଟିଏ ନିଶ୍ଚିତ ହରିବୋଲ ବୋଲି ଲେଖିବେ। ସେଇଦିନ ଡାଙ୍ଗି ବୋଲି କହିଦେଲେ। ଗଙ୍ଗା ଚାଲିଗଲେ ହିମାଳୟକୁ, ପୁଅଟା ରାଜା ଶାନ୍ତନୁଙ୍କର ପରିଚର୍ଯାରେ ପଡ଼ିଲା।